କରିଛନ୍ତି ଘଟଣାସ୍ଥଳରେ ନିଜେ ଅଛନ୍ତି। ଏଥିରେ ବାଣ ବିସ୍ଫୋରଣରେ ସୁରେଶ ଭୋଇ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆଉ ଏ ଯେଉଁ ଘରେ ବିସ୍ଫୋରଣ ଘଟିଲା ସେଇଟା ବୈକୁଣ୍ଠ ସାମଲଙ୍କର ଘର। ତେଣୁ ବିସ୍ଫୋରଣ ତ ନିଶ୍ଚିତ ଭାବରେ ହେଇଛି, ତାହା ତଦନ୍ତ ଚାଲୁଛି। ସେ ଇଲିଗାଲରେ କରୁଥିଲେ କି ତାଙ୍କ ନାଁରେ ଲାଇସେନ୍ସ ଥିଲା ସେଟା ମଧ୍ୟ ଆମେ ତର୍ଜମା କରୁଛୁ। ଆଉ ପାରିପାର୍ଶ୍ୱିକ ପରିସ୍ଥିତିରୁ ଯାହା ଜଣାପଡ଼ୁଛି ତାଙ୍କ ଘର କ୍ଷତିଗ୍ରସ୍ତ ହୋଇଛି, ଜିନିଷପତ୍ର ଏଣେତେଣେ ଛିନଛତ୍ର ହୋଇ ପଡ଼ିଛି। ଆମେ ସାଇଣ୍ଟିଫିକ୍ ଟିମ୍ ଡାକିଛୁ। ସାଇଣ୍ଟିଫିକ୍ ଟିମ୍ ତତ୍ତ୍ୱାବଧାନରେ ଘଟଣାର ସବିଶେଷ ତଦନ୍ତ ଚାଲିବ ଏବଂ ଯଦି ଇଲିଗାଲ ବାଣ ବ୍ୟବସାୟୀ କିମ୍ବା ବାଣ ସାମଗ୍ରୀ ସେମାନେ ରଖିଥାନ୍ତି ତାହେଲେ ନିଶ୍ଚିତ ଭାବରେ ଘର ମାଲିକଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗ୍ରାମବାସୀ କହୁଛନ୍ତି ଦୀର୍ଘଦିନ ହେବ ଇଲିଗାଲ ବାଣ କାରଖାନା ଚାଲିଥିଲା, ଥାନାରୁ 10 କିଲୋମିଟର ଦୂରରେ, ପୋଲିସ ପାଇଁ ଖବର ନଥିଲା। ସେଇଟା ଆମେ ଦେଖୁଛୁ, ତାର ମଧ୍ୟ ଆମେ ତର୍ଜମା କରିବୁ। ଏଇଟା ତ ରୋଡ୍ ସାଇଡ୍ରେ ଘର, ତେଣୁ ସିଏ ଲୁଚା ସଫାରେ କରୁଥିଲେ କି ତାଙ୍କ ନାଁରେ ଲିଗାଲ ଲାଇସେନ୍ସ ଥିଲା ତାକୁ ମଧ୍ୟ ଆମେ ତର୍ଜମା କଲା ପରେ ହିଁ କନଫର୍ମ କରିପାରିବୁ। ବୈକୁଣ୍ଠ ସାମଲ ଯେ ଘରର ମାଲିକ ତାଙ୍କୁ ଆପଣ ଖୋଜି ପାଇଲେନି? ସେଥିରେ ଚେଷ୍ଟା ଚାଲିଛି। ସିଏ ବୋଧେ ଡରିକି ଘଟଣାସ୍ଥଳରୁ ଫେରାର ହେଇଯାଇଛନ୍ତି। ତାଙ୍କୁ ଆମେ ଖୁବ୍ ଶୀଘ୍ର ଧରିକି ତାକୁ ପଚରାଉଚରା କଲା ପରେ ଘଟଣାର ସବିଶେଷ ତଥ୍ୟ ଆପଣମାନଙ୍କୁ। ଏ ଅଞ୍ଚଳରେ ଏମିତି ଅନେକ ବାଣ କାରଖାନା ବି ଚାଲୁଛି, ତା ବାବଦରେ ପୋଲିସର ଆଗାମୀ ଦିଗ କ'ଣ ରହିବ? ନିଶ୍ଚିତ ଭାବରେ ଆମେ ୟାକୁ ଖୁବ୍ ଇଏରେ ସ୍ପାଇ ଏନଗେଜ୍ କରିବୁ। ଗାଁ ଗହଳିରେ ଲୋକମାନଙ୍କର ସହାୟତାରେ ଆଉ କୋଉ ଜାଗାରେ କେମିତି କ'ଣ ଇଲିଗାଲ ବାଣ ତିଆରି ହେଉଛି ତାର ମଧ୍ୟ ତନାଘନା କରିକି ତାକୁ ଧରିବା ପାଇଁ ପ୍ରୟାସ ଜାରି ରଖିବୁ। ଏବେ ଶବ ଜବତ କରାଯାଇଛି? ହଁ, ଶବ ନିଶ୍ଚିତ ଭାବରେ ଆମେ ପଠାଇ ଦେଇ ସାରିଛୁ ପୋଷ୍ଟମର୍ଟମ ପାଇଁ। ତାଙ୍କ ଘର ଲୋକଙ୍କୁ ଖବର ଦିଆଯାଇଛି। ତା ଘର ମଧ୍ୟ ଏଇଠି ଗାଁରେ। ତେଣୁ ନିଶ୍ଚିତ ଭାବରେ ସବୁ କାମ ଧୀରେ ଧୀରେ ହେବ ଏବଂ ତଦନ୍ତ ଆରମ୍ଭ ହୋଇଛି। କିଛି ଆଉ କିଛି ସୁରାଗ ପାଇଲେଣି ଏଠୁ? ଆଉ କିଛି ନା, ଆଉ କିଛି ମିଳିନି। ସମସ୍ତ ଦିଗକୁ ଆମେ ତଦନ୍ତକୁ ପରିସରଭୁକ୍ତ କରିବୁ। ଘର ମାଲିକ ନାଁରେ ଆଗରୁ କିଛି ସେମିତି ମାମଲା ରହିଛି? ସେଟା ମଧ୍ୟ ଆମେ ଦେଖିକି କହିପାରିବୁ, ସାଙ୍ଗେ ସାଙ୍ଗେ ତ କହିହେବନି। ରେକର୍ଡ ଦେଖିଲା ପରେ ବୈକୁଣ୍ଠ ସାମଲ ନାଁରେ ଆଗରୁ ମୋକଦ୍ଦମା ଅଛି ନ ଅଛି ତାକୁ ଆମେ ସବିଶେଷ ବିବରଣୀ ଆପଣଙ୍କୁ ଦେଇପାରିବୁ। ମୁଁ ରାଜେନ୍ଦ୍ର କୁମାର ଜେନା, ଘର ଖଲଡ଼ଦା, ଡିଷ୍ଟ୍ରିକ୍ଟ କଟକ, ବ୍ଲକ ବାରଙ୍ଗ। ଆଜ୍ଞା ମୋର ତ ଦୋକାନ ଆଜ୍ଞା ଘର ପାଖରେ, ତାଙ୍କର ଯୋଉଠି ବାଣ ହେଲା ମାନେ ଯୋଉଠି ଆମର ଭାଷ୍ଟଟା ହେଲା ମୋ ଦୋକାନଟା ସେଇଠି। ଜଷ୍ଟ 12:30ରୁ 1ଟା ଭିତରେ ଗୋଟେ ଆବାଜ ହେଲା ଜୋରସୋର। ମୁଁ ଭାବିଲି ବୋଧେ ଗୋଟେ ବମ୍ କିଏ ପକେଇଦେଲା ଦୋକାନ ଭିତରେ, ବୁଝିପାରିଲେ। ଯେହେତୁ ମୁଁ ଦୌଡ଼ିକି ଆସିକି ବାହାରକୁ ଆସିଲା ବେଳକୁ ଏରିଆଟା ପୁରା ଧୂଆଁମୟ। ଆସିକି ଦୌଡ଼ିକି ଆସିଲା, ଆମେ କହିଲି ଯିଏ ବାଣ ଭିଡ଼ିଛି ସିଏ ବୋଧେ ଡେଥ୍ ହେଇଯାଇଛି। ଦୌଡ଼ିକି ଆସିଲା ଭିତରେ ସିଏ କିନ୍ତୁ ପାଣି ପକେଇ ଲିଶୁଛି। ଆମେ ଦେଖିଲୁ ଯେହେତୁ ଯିଏ ଭିଡ଼ୁଥିଲା ତାର ଯିଏ କର୍ମ ମାନେ ଯିଏ କାମ କରୁଛି ସିଏ ହେଉଛି ଗୋଟେ ହ୍ୟାଣ୍ଡିକ୍ୟାପ୍ଟ, ତାର ଗୋଡ଼ ନାହିଁ। ସେ ମିଲରେ ତାର ଆଗରୁ ଗୋଡ଼ କଟି ଯାଇଥିଲା। ଗୋଡ଼ କଟିଲା ପରେ ଆମେ କହିଲୁ ଗୋଟେ ଲୋକ ଦୁଃଖରେ ଚଳୁଛି, ତା ପରିବାରରେ ତା ଗୋଟେ ସ୍ତ୍ରୀ 2ଟା ଝିଅ, ତାର କେହି ନାହାନ୍ତି। ସେ ଭିଡ଼ାଭିଡ଼ି କରି ତା ପରିବାର ଚଳାଏ। ଯେହେତୁ ଆମେ ଦୌଡ଼ି ଆସିଲେ ସେଇ ପିଲାଟି ହିଁ ଆଜ୍ଞା ଡେଥ୍ ହେଇଯାଇଛି। ଆଚ୍ଛା, କଥା ହଉଛି ଆପଣଙ୍କର ଏଠି ଏଇ ଯୋଉ ବାଣ ଆପଣ ମାନେ ଆଗରୁ ଜାଣିଛନ୍ତି? ନାଇଁ, ଆଗରୁ ଆମେ ଘର ପାଖରେ ହୁଏ, ଭିତରିଆ ହୁଏ, ଆମେ ବେଶୀ ଜାଣିନଥିଲୁ। ଥରେ ତ ଜାଣିକି ଆମେ କମ୍ପ୍ଲେନ କରିଥିଲୁ ଗୋଟେ ଦିନ। ଆଚ୍ଛା, ପୋଲିସ ତରଫରୁ କିଛି ପଦକ୍ଷେପ ଏଠି ନିଆଯାଇଛି? କିଛି ନିଆଯାଇନି ପୂର୍ବରୁ କେବେ ପୋଲିସ? ନାଇଁ ମୁଁ ତ ଦେଖିବା ଆମେ ଜାଣିନି କେବେ ନିଆଯାଉଛି। ଆଜି ଗୋଟେ ନିରୀହ ଜୀବନ ଗଲା, କଣ କହିବେ ସେ ବାବଦରେ? ଆକୁ ଦରକାର, ଆମର ନ୍ୟାୟ ଦରକାର। ଏ ଲୋକଟି ଗୋଟେ ନ୍ୟାୟ ପାଇବା ଦରକାର। ସେ ପିଲା ପରିବାର ଚଳିବେ କେମିତି ଆଜ୍ଞା? ସରକାରଙ୍କ ପାଖରେ କଣ? ସରକାରଙ୍କର ଆମେ ଇଏ କରୁଛି, ଆକୁ ନ୍ୟାୟ ଦିଅ, ଆକୁ କିଛି ପରିବାର ପାଇଁ କିଛି ଦିଅନ୍ତୁ ଆଜ୍ଞା ତା ପାଇଁ, ନହେଲେ ତାର କେହି ନାହାନ୍ତି ଆଜ୍ଞା, ତା ପିଲା ଅନାଥ ହେଇଯିବେ। ଆଚ୍ଛା, ମାତ୍ର ସଦର ଥାନା ଠାରୁ 5-7 କିଲୋମିଟର ଦୂରରେ ଏଭଳି କାର୍ଯ୍ୟ ଚାଲିଥିଲା। ଆପଣ ମାନେ ପ୍ରଶାସନ ପ୍ରତି କିଛି କହିବେ ଦାୟୀ କରିବେ ନା? ପ୍ରଶାସନ ଆମେ ତ ଲିଖିତ ଆକାରରେ କେବେ ଦେଇନୁ ପ୍ରଶାସନକୁ, କାହିଁ ମିଛ କହିବୁ। ଯେହେତୁ ପ୍ରଶାସନ ଜାଣିଥିବ ସେଇଟା ଆମେ କହିପାରୁନି, ସେଇଟା କ୍ଲିୟର ନୁହେଁ ଆମେ।